Welcome to our class Deep Insights. So today we are discussing about education honors, more education honors 4th semester major paper 9 ର unit 2 ଉପରେ ଗୋଟେ concept ଅଛି ଯେ ଜାତୀୟ ଶିକ୍ଷା ନୀତି 2020 ଅନୁଯାୟୀ ମାଧ୍ୟମିକ ଶିକ୍ଷାର ସଂଗଠନ ଉପରେ ଆମେ discussion କରିବା। ତ ମାଧ୍ୟମିକ ଶିକ୍ଷା ହେଉଛି ପ୍ରାଥମିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ମଧ୍ୟରେ ଏକ ସେତୁ ଯାହା ଦୁଇଟି ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଏକ ସୁସମ୍ପର୍କ ରଖିବା ସଙ୍ଗେ ସଙ୍ଗେ ପ୍ରାଥମିକ ଶିକ୍ଷାର ଦୋଷ ତ୍ରୁଟିକୁ ସଂଶୋଧନ କରି ଉଚ୍ଚ ଶିକ୍ଷା ନିମନ୍ତେ ଏକ ସୁମାର୍ଗ ପ୍ରତିଷ୍ଠା କରିଥାଏ। ତେଣୁ ଏହା ହେଉଛି ପ୍ରାଥମିକ ଉଚ୍ଚତର ଶିକ୍ଷାର ମଧ୍ୟମ ସ୍ତର କୋଉଟା ମାଧ୍ୟମିକ ଶିକ୍ଷାଟା। ତ NEP 2020 ର ଦୃଷ୍ଟିକୋଣ ଜାତୀୟ ଶିକ୍ଷାନୀତି 2020 ର ନୂତନ 5+3+3+4 5+3+3+4 ପାଠ୍ୟକ୍ରମ ଗଠନ ଅନୁଯାୟୀ ମାଧ୍ୟମିକ ଶିକ୍ଷାକୁ 4 ବର୍ଷ ନବମ ଦଶମ ଏକାଦଶ ଦ୍ୱାଦଶ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁଥିରେ ବହୁମୁଖୀ ବିଷୟ ଚୟନ ମଲ୍ଟିଡିସିପ୍ଲିନାରୀ ସବଜେକ୍ଟ ରହୁଛି ଏବଂ ଗଭୀର ଚିନ୍ତନର ଶକ୍ତିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ତାପରେ ଆସିଲା ତୁମର ମାଧ୍ୟମିକ ଶିକ୍ଷାର ଐତିହାସିକ ପୃଷ୍ଠଭୂମି ସ୍ୱାଧୀନତା ପୂର୍ବରୁ। ତ ଭାରତରେ ପ୍ରଚଳିତ ମାଧ୍ୟମିକ ଶିକ୍ଷା ବ୍ରିଟିଶ ସମୟରେ ପ୍ରଚଳନ ହୋଇଥିଲା ବିଶେଷତଃ ବ୍ୟବସାୟଗତ ରାଜନୈତିକ ଉଦ୍ଦେଶ୍ୟ ସାଧନ ନିମିତ୍ତ ଶାସକ ବର୍ଗ ଏକରକମ ଶିକ୍ଷା ବ୍ୟବସ୍ଥାର କଳ୍ପନା ଓ ସଂଗଠନ ପୃଷ୍ଠପୋଷକତା କରୁଥିଲେ। ଫାର୍ଷ୍ଟ ହେଉଛି ତୁମର ମ୍ୟାକ୍ଲେମିନିଟ୍ସ ଲର୍ଡ ମ୍ୟାକ୍ଲେଙ୍କ ବିବରଣୀ 1835। ତ ଲର୍ଡ ୱିଲିୟମ ବେଣ୍ଟିକ୍ 1835 ମସିହାରେ ମାର୍ଚ୍ଚ 7 ତାରିଖରେ ମ୍ୟାକ୍ଲେଙ୍କର ଶିକ୍ଷାନୀତିକୁ ସମର୍ଥନ ଜଣାଇଥିଲେ। କିଏ? ଲର୍ଡ ୱିଲିୟମ ବେଣ୍ଟିକ୍ 1835 ମସିହା ମାର୍ଚ୍ଚ 7 ତାରିଖରେ ମ୍ୟାକ୍ଲେଙ୍କର ଶିକ୍ଷାନୀତିକୁ ସମର୍ଥନ ଜଣାଇଥିଲେ। ମ୍ୟାକ୍ଲେଙ୍କ ବିବରଣୀରୁ ଜଣାଯାଏ ଯେ ଭାରତୀୟମାନଙ୍କୁ ଶିକ୍ଷା ମାଧ୍ୟମରେ ଇରାଣୀ ଭାବେ ଗଢ଼ିବା ହିଁ ମୁଖ୍ୟ ଲକ୍ଷ୍ୟ ଥିଲା। ତାପରେ ଆସୁଛି ତୁମର ଲର୍ଡ ହାର୍ଡିଞ୍ଜଙ୍କର ବିବରଣୀ 1844। 1844 ମସିହାରେ ଲର୍ଡ ହାର୍ଡିଞ୍ଜଙ୍କର ପ୍ରସ୍ତାବ ଅନୁସାରେ ଇଂରାଜୀରେ ଜ୍ଞାନ ହାସଲ କରିଥିବା ଭାରତୀୟମାନଙ୍କୁ ସରକାରୀ ଚାକିରିରେ ସୁବିଧା ଦେବାର ସୁବନ୍ଦୋବସ୍ତ କରିଥିଲେ। ଏହାଦ୍ୱାରା ସାରା ଦେଶରେ ଇଂରାଜୀ ଶିକ୍ଷାନୁଷ୍ଠାନର ସଂଖ୍ୟା ବହୁ ଗୁଣିତ ହୋଇଥିଲା। ତାପରେ ଉଡ୍ଙ୍କର ବିବରଣୀ 1854। ତ 1854 ମସିହାରେ ଉଡ୍ଙ୍କ ବିବରଣୀ ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ଏଥିରେ ବିହିତ ଆର୍ଥିକ ଅନୁଦାନ ଗ୍ରାଣ୍ଟିନେଡ୍ ବ୍ୟବସ୍ଥା ମାଧ୍ୟମିକ ଶିକ୍ଷାର ଅଗ୍ରଗତିରେ ବିଶେଷ ସହାୟକ ହୋଇଥିଲା। ଏହାଦ୍ୱାରା ପ୍ରତି ପ୍ରଦେଶରେ ଜଣେ ଲେଖାଏଁ ନିର୍ଦ୍ଦେଶକ DPI ନିଯୁକ୍ତ କରାଗଲା ଏବଂ କଲିକତା ବମ୍ବେ ମାନ୍ଦ୍ରାଜଠାରେ ବିଶ୍ୱବିଦ୍ୟାଳୟମାନ ସ୍ଥାପନ ହେଲା। ତାପରେ ଆସିଲା ତୁମର ହଣ୍ଟର କମିଶନ 1882। 1882 ମସିହାରେ ହଣ୍ଟର କମିଶନ ନିଯୁକ୍ତ ହୋଇଥିଲା। ଏହା ମାଧ୍ୟମିକ ଶିକ୍ଷାର ପାଠ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରିଥିଲା। ପ୍ରଥମତଃ ବିଶ୍ୱବିଦ୍ୟାଳୟ ପ୍ରବେଶ ପାଇଁ ଶିକ୍ଷା କୋର୍ସ A ଆଉ ଦ୍ୱିତୀୟତଃ ବୃତ୍ତିଭିତ୍ତିକ ଓ ବ୍ୟବହାରିକ ଶିକ୍ଷା ହେଉଛି କୋର୍ସ B। ତାପରେ ଆସିଲା ସ୍ୱାଧୀନତା ପରବର୍ତ୍ତୀ ମାଧ୍ୟମିକ ଶିକ୍ଷା ଆୟୋଗ ଓ କମିଟି। ତାରାଚାନ୍ଦ କମିଟି ଇୟର ହେଉଛି କ'ଣ 1948। ମାଧ୍ୟମିକ ଶିକ୍ଷା ସ୍ତରରେ ବହୁମୁଖୀ ପାଠ୍ୟକ୍ରମ ପ୍ରଣୟନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ମୁଦାଲିୟାର କମିଶନ ହେଉଛି 1952-53 ଡକ୍ଟର ଲକ୍ଷ୍ମଣ ସ୍ୱାମୀ ମୁଦାଲିୟାଙ୍କ ଅଧ୍ୟକ୍ଷତାରେ ଗଠିତ। ଏହା ମାଧ୍ୟମିକ ଶିକ୍ଷାର ଆଭିମୁଖ୍ୟ ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତିର ବ୍ୟାପକ ସଂସ୍କାର କରିଥିଲା। ତାପରେ ଆସିଲା କେନ୍ଦ୍ରୀୟ ସମନ୍ୱୟ କମିଟି 1954। ତ ବହୁମୁଖୀ ବିଦ୍ୟାଳୟ ମଲ୍ଟିପର୍ପୋଜ ସ୍କୁଲ୍ସ ଗଠନ ଓ ଶିକ୍ଷାର୍ଥୀଙ୍କୁ ବୃତ୍ତିଗତ ନିର୍ଦ୍ଦେଶନା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲା। କୋଠାରୀ ଶିକ୍ଷା ଆୟୋଗ 1964-66 ଡକ୍ଟର ଦୌଲତ ସିଂ କୋଠାରୀଙ୍କ ଅଧ୍ୟକ୍ଷତାରେ ସାରା ଦେଶ ପାଇଁ ଏକ 10+2+3 ଶିକ୍ଷା ବ୍ୟବସ୍ଥା ସୁପାରିଶ କରିଥିଲେ। ତାପରେ ଆସିଲା ତୁମର ମାଧ୍ୟମିକ ଶିକ୍ଷାର ପାଠ୍ୟକ୍ରମ। ମୁଦାଲିୟରଙ୍କର ଆୟୋଗ ମତରେ ପୂର୍ବ ପାଠ୍ୟକ୍ରମରେ ଥିବା ତ୍ରୁଟିକୁ ଦୂର କରିବା ପାଇଁ ଏକ ବହୁମୁଖୀ ଜୀବନକୈନ୍ଦ୍ରିକ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ଉଚିତ। ସୁପାରିଶ ଅନୁଯାୟୀ ପାଠ୍ୟକ୍ରମକୁ ନିମ୍ନଲିଖିତ ଭାବେ ବିଭକ୍ତ କରାଯାଇଛି। ତ ମୂଳ ବିଷୟ ହେଉଛି କୋର୍ ସବଜେକ୍ଟ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ ବିଷୟ। ଏଥିରେ ମାତୃଭାଷା, ସାଧାରଣ ଭାଷା, ସାମାଜିକ ବିଜ୍ଞାନ, ସାଧାରଣ ବିଜ୍ଞାନ ଏବଂ ଗଣିତ ଅନ୍ତର୍ଭୁକ୍ତ। ଇଚ୍ଛାଧୀନ ବହୁମୁଖୀ ବିଷୟ ଇଲେକ୍ଟିଭ ବା ଡାଇଭର୍ସିଫାଏଡ୍ କୋର୍ସେସ ଶିକ୍ଷାର୍ଥୀଙ୍କର ରୁଚି ଓ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ବୃତ୍ତିଗତ ଓ ବୈଷୟିକ ଗ୍ରୁପ ଯଥା ବିଜ୍ଞାନ, ମାନବିକ ବିଦ୍ୟା, ଆର୍ଟ୍ସ, ବାଣିଜ୍ୟ, କୃଷି, ଗୃହ ବିଜ୍ଞାନ, ହୋମ ସାଇନ୍ସ ଏବଂ ଚାରୁକଳା ଫାଇନ୍ ଆର୍ଟ୍ସ ସହ ପାଠ୍ୟକ୍ରମ କାର୍ଯ୍ୟାବଳୀରେ ହସ୍ତଶିଳ୍ପ, ସଙ୍ଗୀତ, କ୍ରୀଡ଼ା ଏବଂ ସାମାଜିକ ସେବାକୁ ପାଠ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରାଯାଇଛି।
तापर तुम आसुची मेथड्स ऑफ टीचिंग। तो केवल पाठ्यपुस्तक केन्द्रिक घोषा शिक्षा बदल शिक्षार्थी सक्रिय अंशग्रहण एवं व्यवहारिक ज्ञान उपर गुरुत्व देवा पई आयोग निम्नलिखित शिक्षादान पद्धति गुड़िक सुपारिश करिसंती। तो कर्म केन्द्रिक पद्धति एक्टिविटी मेथड शिक्षार्थी निजे कार्य करी शिक्षा लाभ करवा एहा द्वारा सेमानंकर सृजनशीलता बा कर्म प्रवणता वृद्धि पाइଥାଏ। प्रकल्प पद्धति प्रोजेक्ट मेथड वास्तव जीवन समस्या उपर आधारित दलगत बा व्यक्तिगत प्रकल्प माध्यम अनुसंधानमूलक शिक्षादान। परीक्षण प्रदर्शन पद्धति एक्सपेरिमेंटल आउ डेमोन्स्ट्रेशन मेथड। तो विज्ञान वैषयिक विषय गुड़िक केवल श्रेणीगृह वक्तृता माध्यम न पढ़ाई प्रयोगशाला निरीक्षा परीक्षा निरीक्षा और प्रदर्शन माध्यम बुझाइबा। सामाजिकीकृत अभिव्यक्ति पद्धति सोशलाइज्ड रिसाइटेशन आउ डिस्कशन। तो वितर्क आलोचना चक्र दलगत भाव विनिमय माध्यम शिक्षार्थी मानकर मध्य नेतृत्व गुण और गणतांत्रिक भावनार विकास करवा। माध्यमिक शिक्षार प्रमुख लक्ष्य भितर जाउची गणतांत्रिक नागरिकता डेमोक्रेटिक सिटीजनशिप। तो शिक्षार्थी मध्य नागरिक दायित्वबोध देश प्रेम एवं सामाजिक संवेदनशीलता विकास करवा। वृत्तिगत सामर्थ्य विकास भोकेशनल एफिशिएंसी। तो शिक्षार्थी मानक कर्म निपुण करने सह देशर आर्थिक प्रगति रे सहायक हेबा। व्यक्तित्वर पूर्ण विकास डेवलपमेंट ऑफ पर्सनालिटी मानसिक शारीरिक आध्यात्मिक गुणर समन्वित विकास साधन करवा। तो ये तुम्हारा आज एतिकी थिला। थैंक यू।